ଆପଣ ଓଭର ଥିଙ୍କିଂ କରୁଛନ୍ତି କି? ସବୁ କଥାରେ ବେଶୀ ଭାବୁଛନ୍ତି କି? ଅଧିକ ଭାବୁଥିବା ଲୋକ ଏହି କଥାକୁ ଧ୍ୟାନର ସହ ଜାଣନ୍ତୁ, ଅଯଥା ଚିନ୍ତା କରିବେନି। ବନ୍ଧୁଗଣ, ପ୍ରତ୍ୟେକଟି ମନୁଷ୍ୟର ମସ୍ତିଷ୍କକୁ କିଛି ନା କିଛି କଥା ଆସିଥାଏ। ବିଜ୍ଞାନ ଅନୁସାରେ ଗୋଟିଏ ଦିନରେ ମଣିଷ ନିଜ ମୁଣ୍ଡରେ 50ରୁ 60,000 କଥା ଚିନ୍ତା କରିଥାଏ। ତେବେ ସେହି ଚିନ୍ତା ମଧ୍ୟରୁ କିଛି ଭଲ ଓ କିଛି ଖରାପ କଥା ମଧ୍ୟ ଆମେ ଭାବିଥାଉ। ତେବେ ଖରାପ ଚିନ୍ତା ସବୁବେଳେ କରିବା ଦ୍ୱାରା ଆମେ ନିଜକୁ ଅସୁସ୍ଥ ଓ ଅଶାନ୍ତିରେ ରଖିଥାଉ। ତେଣୁ ବୈଜ୍ଞାନିକମାନେ କୁହନ୍ତି ଯେ ମଣିଷ ପ୍ରାୟତଃ 80% କଥା ନକାରାତ୍ମକ କଥା ଭାବିଥାଏ। ଏହି ନକାରାତ୍ମକ ଚିନ୍ତାରୁ ନିଜକୁ କିପରି ଦୂରେଇ ରଖିବା, ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା। ପ୍ରଥମ କଥା ହେଉଛି, ଆମେ ସବୁ କଥାକୁ ଅଧିକ ସମୟ ପର୍ଯ୍ୟନ୍ତ ଭାବିଥାଉ। ଅର୍ଥାତ୍ ଆମର ଏହି ଅତ୍ୟଧିକ ଭାବନା ହିଁ ଆମର ଅଧିକ ଚିନ୍ତାର କାରଣ ହୋଇଥାଏ। ଆପଣ ଯେତେ କମ୍ କଥା ଚିନ୍ତା କରିବେ ସେତେ ଆପଣ ସୁସ୍ଥ ରହିବେ। କାରଣ ଯେପରି ଆମେ ସର୍ବଦା କାମ କରିବା ଦ୍ୱାରା ଆମ ଶରୀର ଯେମିତି ଥକାପଣ ଅନୁଭବ କରିଥାଏ, ସେହିଭଳି ମଣିଷର ମସ୍ତିଷ୍କ ଯଦି ବେଶୀ ଚିନ୍ତା କରିଥାଏ ତେବେ ସେ ମାନସିକ ଭାବରେ ଅସୁସ୍ଥ ହୋଇଯାଏ। ତେଣୁ ଆପଣ ଦିନକୁ 25ରୁ 30,000 କଥା ଚିନ୍ତା କରିବା ତାହାଠାରୁ କମ୍ କଥା ଚିନ୍ତା କରନ୍ତୁ। 25ରୁ 30,000ରୁ ଅଧିକ କଥା ଆପଣ କେବେ ଚିନ୍ତା କରନ୍ତୁ ନାହିଁ। ଦ୍ୱିତୀୟ କଥା, ଯାହା ଅତୀତରେ ହୋଇଯାଇଛି ତାକୁ ବାରମ୍ବାର ଚିନ୍ତା କରନ୍ତୁ ନାହିଁ। ସେହି କଥାକୁ ଭୁଲି ଭବିଷ୍ୟତରେ କିପରି ସେହି କଥା ନ ହେବ ତାହା କଥା ଚିନ୍ତା କରନ୍ତୁ ବା ତା ବିଷୟରେ ଭାବନ୍ତୁ। ଭଗବାନ ଯାହା କରିଛନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି। ସବୁ ଲୋକ ନିଜ ଅତୀତରୁ କିଛି ନା କିଛି ଶିକ୍ଷା ପାଇଥାନ୍ତି। ତେଣିକି ଯାହା ଭଲ ହେଉ ବା ଖରାପ ହେଲେ ଆପଣ ସବୁବେଳେ ଖରାପକୁ ଛାଡ଼ି ଭଲ କଥାକୁ ଗ୍ରହଣ କରିବା ଉଚିତ। ସେହି ଖରାପ କଥାକୁ ଆପଣ ବାରମ୍ବାର ଭାବିବା କଥା ନୁହେଁ। ତୃତୀୟ କଥା, ଆପଣ ପ୍ରତିଦିନ ଯାହା ବି ଚିନ୍ତା କରୁଛନ୍ତି ତାକୁ ଏକ ଡାଏରୀରେ ଲେଖି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ମାଇଣ୍ଡ ରିଲାକ୍ସ ହୋଇପାରିବ। ଚତୁର୍ଥ କଥା ହେଉଛି, ପ୍ରତିଦିନ ରାତିରେ ଅଳ୍ପ ଅଳ୍ପ ମୋଟିଭେସନ୍ ବହି ନିତିଦିନ ପଢ଼ନ୍ତୁ, ଯାହାଦ୍ୱାରା ଆପଣଙ୍କୁ କିଛି ଭଲ ଶିକ୍ଷା ମିଳିବ। ଏହା ସହିତ ଆପଣଙ୍କୁ ଚିନ୍ତା ମୁକ୍ତିର ନିଦ ହୋଇଥାଏ। ଆପଣ ଯଦି କିଛି ଭଲ ଭଲ ମୋଟିଭେସନ୍ ବହି ପଢ଼ିବେ କି କିଛି ମୋଟିଭେସନ୍ ଷ୍ଟୋରି ଶୁଣିବେ, ତାହେଲେ ଆପଣ ଯେତେବେଳେ ଶୋଇବା ବେଳେ ଆପଣଙ୍କୁ ଭଲ ନିଦ ହୋଇଥାଏ, ଯାହାକୁ କୁହାଯାଏ ମୁକ୍ତିର ନିଦ। ପଞ୍ଚମ କଥା ହେଉଛି ନିତିଦିନ ଯୋଗ। ଆପଣ ପ୍ରତିଦିନ ସକାଳୁ ଉଠି ପ୍ରାତଃ ସମୟରେ ଯୋଗ ଅଭ୍ୟାସ କରନ୍ତୁ। ତେବେ ଆପଣଙ୍କ ମନ ଓ ଶରୀର ସୁସ୍ଥ ରହିବା ସହିତ ଆପଣଙ୍କ ମନରୁ ସବୁ ନକାରାତ୍ମକ ଚିନ୍ତା ବାହାରି ଯାଇଥାଏ। ଏଥିସହ ଆପଣଙ୍କ ଶରୀର ସକାରାତ୍ମକ ଊର୍ଜାରେ ଭରପୁର ରହିଥାଏ। ବନ୍ଧୁଗଣ, ଏହି ଭିଡ଼ିଓଟି ଯଦି ଭଲ ଲାଗିଥିବ ଆମ ଭିଡ଼ିଓକୁ ଲାଇକ୍ କରିବେ, କମେଣ୍ଟ କରିବେ ଓ ସେୟାର କରନ୍ତୁ। ରହୁଛି, ଧନ୍ୟବାଦ।